ନମସ୍କାର। ଆମେ ଏସ୍ଏଚ୍ଜି ନିୟମିତ ବୈଠକରେ ଗୋଷ୍ଠୀ କାରବାରରେ ପ୍ରବେଶ କରୁଛୁ। ଏବେ ଆମେ ଋଣ ପରିଶୋଧ କରିବୁ। ତୀର ଉପରେ କ୍ଲିକ୍ କରନ୍ତୁ ଏବଂ ଏଠାରେ ତୁମକୁ ପରିଶୋଧ କରିବାକୁ ପଡ଼ିବ। ଆମେ ପୂର୍ବରୁ ସିସିଏଲ୍ ଟ୍ୟାବରେ ସିସିଏଲ୍ ର ପେମେଣ୍ଟ କରିସାରିଛୁ। ଆମକୁ ଭିଓ ଠାରୁ ନେଇଥିବା ଋଣ ପରିଶୋଧ କରିବାକୁ ପଡ଼ିବ। ଏଠାରେ ଆମକୁ ଦୁଇଟି ଋଣ ଦେଖାଯାଉଛି। ଆମର କତଫରୁ ଏକ ଋଣ ପ୍ରବେଶ ଅଛି, ଯାହାର ଦେୟ ପରିମାଣ ଆଜି ଦେଖାଯାଉଛି, ତାହା ପରିଶୋଧ କରାଯାଇଛି। ଆମେ ଏପର୍ଯ୍ୟନ୍ତ କିଛି କରିନାହୁଁ ଏବଂ ଏଠାରେ ଆମେ ଆଜି କରିଥିବା ଋଣ ରସିଦର ଏଣ୍ଟ୍ରି ଦେଖୁଛୁ। ଏହାକୁ ଟିକିଏ ହାଇଲାଇଟ୍ କରାଯାଇଛି। ଏହା ଆମକୁ ଆଜି ଦିଆଯାଇଥିବା ଋଣ ଦେଖାଉଛି ଏବଂ ଏବେ ଆମକୁ ଏହି ଋଣ ପରିଶୋଧ କରିବାକୁ ପଡ଼ିବ ଯାହା ପୂର୍ବରୁ ପ୍ରବେଶ କରାଯାଇଛି। ମୁଁ ଏଥିରେ କ୍ଲିକ୍ କଲି ଏବଂ ଏଠାରେ ପ୍ରାପ୍ତ ମୂଳ ପରିମାଣ 10,000 ଦେଖାଉଛି। ବର୍ତ୍ତମାନର ଦେୟ ହେଉଛି 46 ଟଙ୍କା। କେବଳ ସୁଧ ଦାବି କରାଯାଉଛି। କାରଣ ମୁଁ କଟକଣା ପରେ ତୁରନ୍ତ ପରବର୍ତ୍ତୀ ବୈଠକରେ ପ୍ରବେଶ କରିବା ଆରମ୍ଭ କରିଥିଲି ଜୁଲାଇ 10 ତାରିଖରେ। ସେଥିପାଇଁ ଆଜିର ଦେୟରେ କେବଳ ସୁଧ ଦାବି ଦୃଶ୍ୟମାନ ହେଉଛି। ଯଦି ଆମେ ଗୋଟିଏ ମାସ ପରେ ପ୍ରବେଶ କରିଥାନ୍ତୁ, ତେବେ ଆମେ ସୁଧ ଏବଂ ମୂଳଧନ ଉଭୟର ଚାହିଦା ଦେଖିଥାନ୍ତୁ। ଏଠାରେ ମୋଟ ସୁଝିବା ପାଇଁ ଆପଣ 46 ଟଙ୍କା ଦେଖୁଛନ୍ତି। ଯଦି ଏହା ପେମେଣ୍ଟ କରାଯାଉଛି, ତେବେ ଆପଣଙ୍କୁ ପେ ଟୋଟାଲ ଉପରେ କ୍ଲିକ୍ କରିବାକୁ ପଡ଼ିବ। କିନ୍ତୁ ଯଦି ଆପଣ ଅଧିକ କିମ୍ବା କମ୍ ଦେୟ ଦେବାକୁ ଚାହାନ୍ତି, ତେବେ ଆପଣଙ୍କୁ ପେ ପାର୍ସଲ ମୋଡ୍ ଉପରେ କ୍ଲିକ୍ କରିବାକୁ ପଡ଼ିବ। ଏଠାରେ ଆପଣ ପେମେଣ୍ଟର ମୋଡ୍ ଚୟନ କରନ୍ତୁ। ବ୍ୟାଙ୍କ ଚୟନ କରିବା ପରେ ଆପଣଙ୍କୁ ନମ୍ବର ଦେବାକୁ ପଡ଼ିବ। ଆମକୁ ଅଧିକ ଦେୟ ଦେବାକୁ ପଡ଼ିବାରୁ ଆମେ ପେ ପାର୍ସଲ ମୋଡ୍ ଉପରେ କ୍ଲିକ୍ କରିବୁ। ଆମେ ନଗଦ ମାଧ୍ୟମରେ ଦେୟ ଦେଉଛୁ କିମ୍ବା ଯଦି ଆପଣ ବ୍ୟାଙ୍କ ମାଧ୍ୟମରେ ଦେୟ ଦେଉଛନ୍ତି, ତେବେ ଆପଣଙ୍କୁ ଏଠାରେ ବ୍ୟାଙ୍କ ଚୟନ କରିବାକୁ ପଡ଼ିବ ଏବଂ ଦେୟ ମୋଡରେ ଆପଣ ଚୟନ କରିଥିବା ଚେକ୍ ନମ୍ବର ପ୍ରବେଶ କରିବାକୁ ପଡ଼ିବ। ତୁମେ ପରିଶୋଧ କରିପାରିବ। ଧରାଯାଉ ଆମେ 10,046 ଦେଉଛୁ। ଆମେ ସମସ୍ତ ଋଣ ପରିଶୋଧ କରିବୁ। ଆମେ ସଫଳତାର ସହ ଡାଟା ସଞ୍ଚୟ କରିଛୁ। ତଥ୍ୟ ସଞ୍ଚୟ ହୋଇଯାଇଛି। ଚାଲ ଫେରିଯିବା। ଆମର ପରିଶୋଧ ହୋଇସାରିଛି। ପରବର୍ତ୍ତୀ ଦେୟ ହେଉଛି ବକେୟା ଦେଖାଉଛି। କାରଣ ଆମେ ସମ୍ପୂର୍ଣ୍ଣ ଋଣ ପରିଶୋଧ କରିସାରିଛୁ। ଧନ୍ୟବାଦ।